ଇରାନର ଟାର୍ଗେଟରେ ଟ୍ରମ୍ପ। ଟ୍ରମ୍ପଙ୍କ ଜୀବନ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ଇରାନ। ଇସ୍ରାଏଲ ଗୁଇନ୍ଦା ରିପୋର୍ଟରେ ଦାବି ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର। ଇସ୍ରାଏଲି ଗୁଇନ୍ଦା ରିପୋର୍ଟରେ ବଡ଼ ଦାବି, ଇରାନ ଉପରେ ବଢ଼ିଲା ସନ୍ଦେହ। ମଧ୍ୟପ୍ରାଚ୍ୟରେ ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଭିତରେ ଆଉ ଏକ ବଡ଼ ଦାବି ସାମ୍ନାକୁ ଆସିଛି। ଇସ୍ରାଏଲି ଗୁଇନ୍ଦା ସୂତ୍ରକୁ ଉଦ୍ଧୃତ କରି ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଏ ଦାବିକୁ ନେଇ ଆନ୍ତର୍ଜାତିକ ରାଜନୀତିରେ ଚର୍ଚ୍ଚା ତୀବ୍ର ହୋଇଛି। ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ପକ୍ଷରୁ ମିଳିଥିବା ଗୁଇନ୍ଦା ସୂଚନାରେ ଇରାନର କଥିତ ଯୋଜନା ବିଷୟରେ ଦାବି କରାଯାଇଛି। ତେବେ ଏହି ଦାବିର ସ୍ୱାଧୀନ ଭାବରେ ପୁଷ୍ଟି ହୋଇନାହିଁ ଏବଂ ଇରାନ ପକ୍ଷରୁ ମଧ୍ୟ ଏହା ଉପରେ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଏ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜ ବୟାନରେ କହିଛନ୍ତି ଯେ ସେ ଇରାନର ହିଟ୍ ଲିଷ୍ଟରେ 1 ନମ୍ବର ସ୍ଥାନରେ ଅଛନ୍ତି। ଟ୍ରମ୍ପଙ୍କ କହିବା ଅନୁସାରେ ଇରାନ ମୋତେ ହତ୍ୟା କରିବା ପାଇଁ ଚାହୁଁଛି। ମୁଁ ସେମାନଙ୍କ ଟାର୍ଗେଟରେ ରହିଛି, କିନ୍ତୁ ଏଥିପାଇଁ ମୁଁ ପଛ ଘୁଞ୍ଚା ବି ଦେବି ନାହିଁ। ସେ ଆହୁରି କହିଥିଲେ ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବାକୁ ଦିଆଯିବ ନାହିଁ। ଏ ବୟାନ ସେତେବେଳେ ଆସିଛି ଯେତେବେଳେ ୱାଶିଂଟନ ଓ ତେହେରାନ ମଧ୍ୟରେ କୂଟନୈତିକ ତିକ୍ତତା ପୁଣି Everything I did, I was successful. And I deal with these guys and I say, this is from a different school. They're liars, they're cheats, they're sick people, they've hurt their people. They killed 54,000 people as of now that were protesting. Reported. But they're bad people. They're bad people. And frankly, I don't want to waste my time with them. Now, I'll let our wonderful negotiators keep talking if they want, but I don't see it. I don't like these people, you know. ଏହା ପୂର୍ବରୁ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନୀଙ୍କ ଅନ୍ତିମ ସଂସ୍କାର ଅବସରରେ ଯୋଗ ଦେଇଥିବା କିଛି ଲୋକ ଆମେରିକା ବିରୋଧରେ ସ୍ଲୋଗାନ ଦେଇଥିବା ଓ ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଜଣାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା। ଏସବୁ ଘଟଣା ମଧ୍ୟରେ ଇସ୍ରାଏଲି ଗୁଇନ୍ଦା ରିପୋର୍ଟର ଦାବି ଆନ୍ତର୍ଜାତିକ ସୁରକ୍ଷା ଓ କୂଟନୈତିକ ସମୀକରଣକୁ ନେଇ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏପର୍ଯ୍ୟନ୍ତ ଏହି କଥିତ ଷଡ଼ଯନ୍ତ୍ର ସମ୍ପର୍କରେ କୌଣସି ସାର୍ବଜନିକ ଓ ସ୍ୱାଧୀନ ପ୍ରମାଣ ସାମ୍ନାକୁ ଆସିନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।